ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ଦୁଃଖ ଦୁର୍ଦ୍ଦଶା ସହିତ ସାମିଲ ହୋଇଛନ୍ତି। ସାରା ଓଡ଼ିଶାରେ 6ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। 74ଟି ବ୍ଲକ ଏବଂ 1381 ଗାଁ ଏଥିରେ ପ୍ରଭାବିତ ହୋଇଛି। 9.5 ଲକ୍ଷ ଲୋକ ମଧ୍ୟ ଏ ବନ୍ୟାରେ ପ୍ରଭାବିତ ଅବସ୍ଥାରେ ଅଛନ୍ତି ଏବଂ ପାଣିଘେରରେ ଦୀର୍ଘ ଦିନ ମାସେ ଜନଜୀବନ ଉପରେ ଗଭୀର ପ୍ରଭାବ ପଡ଼ିଛି। ଗାଈ ଗୋରୁମାନେ ଘରୁ ବାହାରି ପାରୁନାହାନ୍ତି, ପାଣିଘେରରୁ ଲୋକମାନେ ବାହାରି ପାରୁନାହାନ୍ତି, ରାସ୍ତାଘାଟ ବ୍ୟାପକ କ୍ଷୟକ୍ଷତି ହୋଇଛି। ମନ୍ତ୍ରୀ ଏବଂ ଅଫିସରମାନେ ଏ ବନ୍ୟା କାର୍ଯ୍ୟରେ ରିଲିଫ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ଏବଂ ଦିନରାତି ପରିଶ୍ରମ କରୁଛନ୍ତି। ଲୋକଙ୍କର ବିଭିନ୍ନ ପ୍ରକାର କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଉଛି। କ୍ଷତିପୂରଣ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଦେବା ପାଇଁ ସରକାର ମଧ୍ୟ ବାସନକୁସନଠୁ ଆରମ୍ଭ କରି ସବୁ ପ୍ରକାର ବିହନ ସାର ପର୍ଯ୍ୟନ୍ତ ଋଣରେ ମଧ୍ୟ ସାହାଯ୍ୟ କରିବା ପାଇଁ ସବୁ ପ୍ରକାର ନିଷ୍ପତ୍ତି ନୀତିଗତ ଭାବେ ନେଇଛନ୍ତି ଏବଂ ଏ ସମୟରେ ମୁଖ୍ୟମନ୍ତ୍ରୀ ଆକାଶ ପଥରୁ ଏବଂ ଆମର ସ୍ଥଳ ପଥରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଲୋକଙ୍କ ଦୁଃଖରେ ଭାଗିଦାର ହେବା ପାଇଁ ବିଭିନ୍ନ ଅଞ୍ଚଳ ଯାଜପୁର ଜିଲ୍ଲାର ଏବଂ ଭଦ୍ରକ ଜିଲ୍ଲାର ଅଞ୍ଚଳ ଗସ୍ତ କରି ଫେରିଛନ୍ତି। ଗତକାଲି 1000 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପୂର୍ବ ଅବସ୍ଥାକୁ ଫେରି ପାଇବା ପାଇଁ ସବୁ ପ୍ରକାର ଖରିଫ ଏବଂ ରବି ଫସଲ ଏବଂ ପନିପରିବାଠୁ ଆରମ୍ଭ କରି ବିଭିନ୍ନ ପ୍ରକାର କ୍ୟାସ୍ କ୍ରପ୍ କରିବା ପାଇଁ ସବୁ ପ୍ରକାର ସରକାରଙ୍କ ତରଫରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାର ଘୋଷଣା କରାଯାଇଛି। ସମସ୍ତ କାର୍ଯ୍ୟକର୍ତ୍ତା ବନ୍ଧୁମାନେ ବହୁତ କଠିନ ପରିଶ୍ରମ ଏ ବର୍ଷ ବନ୍ୟାରେ କରିଛନ୍ତି। ଏ ଖବର ମୋ ପାଖରେ ଅଛି। ସମସ୍ତଙ୍କୁ ମୁଁ ସାଧୁବାଦ ଜଣାଉଛି, ଧନ୍ୟବାଦ ଜଣାଉଛି। ପାଖାପାଖି ଗୋଟେ ମାସ ଧରି ବନ୍ୟା ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟ, ରିଲିଫ କାର୍ଯ୍ୟ, ସାମାଜିକ ସଂଗଠନକୁ ସାହାଯ୍ୟ କରିବା, ସରକାରଙ୍କର ବିଭିନ୍ନ ରିଲିଫ କାର୍ଯ୍ୟରେ ସହଯୋଗ କରିବା, ଏ କାର୍ଯ୍ୟରେ ସମସ୍ତେ ସାମିଲ ଅଛନ୍ତି। ଆଗାମୀ ଦିନରେ ପୁଣି ପାଣି ଅଧିକ ବଢ଼ିବାରେ ଲାଗିଛି। ବନ୍ୟା ପରେ ବନ୍ୟା ଆସୁଛି। କେଉଁଠି 3 ଥର ବନ୍ୟା ଆସିଲାଣି, କେଉଁଠି 4 ଥର ବନ୍ୟା ଆସିଲାଣି, କେଉଁଠି 5 ଥର ବନ୍ୟା ଆସିଲାଣି। ପୁଣି ପାଣି ବଢ଼ି ଚାଲିଛି ଏବଂ ଦୁର୍ଦ୍ଦଶା ବଢ଼ି ଚାଲିଛି। ଏ ସମୟରେ ଆହୁରି ଧୈର୍ଯ୍ୟର ସହିତ ଆମ କାର୍ଯ୍ୟକର୍ତ୍ତାଙ୍କୁ ମୁଁ ଅନୁରୋଧ କରୁଛି, ସେମାନେ ବନ୍ୟାଞ୍ଚଳର ଲୋକମାନଙ୍କ ସହିତ ସାମିଲ ହୁଅନ୍ତୁ, କାମ କରନ୍ତୁ ଏବଂ ସାହାଯ୍ୟ ସହଯୋଗ କରନ୍ତୁ। ଆମ ଯେଉଁ ପ୍ରଶାସନିକ ବ୍ୟବସ୍ଥା ଅଛି, ରିଲିଫ କାମ ଚାଲିଛି, ସରକାର ପ୍ରଶାସନ ସହିତ ସହଯୋଗ କରନ୍ତୁ ଏବଂ ରିଲିଫ କାର୍ଯ୍ୟରେ ଆମେ ସମସ୍ତଙ୍କୁ ଏଥିରେ ସମ୍ପୃକ୍ତ କରିବା। ଇଏ କାର୍ଯ୍ୟ ମହତ୍ କାର୍ଯ୍ୟ, ପୁଣ୍ୟ କାର୍ଯ୍ୟ। ଲୋକ ଦୁଃଖ ଦୁର୍ଦ୍ଦଶା ଯେଉଁଠି ଅଛନ୍ତି ତାଙ୍କୁ ସାହାଯ୍ୟ କରିବା ହେଉଛି ଆମର ପରମ କର୍ତ୍ତବ୍ୟ। ଆମର ଅଗଣିତ କାର୍ଯ୍ୟକର୍ତ୍ତା ଯେଉଁମାନେ ବନ୍ୟା ସମୟରେ ସାହାଯ୍ୟ କରିଛନ୍ତି, କରୁଛନ୍ତି ଆଉ କରିବେ ମଧ୍ୟ, ସେମାନଙ୍କୁ